ସ୍ୱପ୍ନରେ ମହାଦେବଙ୍କର ଏହି 8ଟି ଜିନିଷ ଦେଖିଲେ ବୁଝି ଯାଆନ୍ତୁ ଯେ ମହାଦେବ ହୋଇଛନ୍ତି ପ୍ରସନ୍ନ। ଜାଣି ରଖନ୍ତୁ, ଏବ ପୁରାଣ ଅନୁଯାୟୀ ମନୁଷ୍ୟ ଯେଉଁ ସ୍ୱପ୍ନ ଦେଖିଥାଏ କିମ୍ବା ଜୀବନରେ ଯେଉଁ ସବୁ ଘଟଣା ଘଟିଥାଏ ତାହା ମନୁଷ୍ୟର ବାସ୍ତବ ଜୀବନ ସହିତ ଜଡ଼ିତ ହୋଇଥାଏ। ଅନେକ ସମୟରେ ମନୁଷ୍ୟର ସ୍ୱପ୍ନରେ ଅଜବ ଜିନିଷ ଦେଖାଯାଇଥାଏ। ଭିନ୍ନ ଭିନ୍ନ ସ୍ୱପ୍ନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ। ଏହିସବୁ ସ୍ୱପ୍ନ ଅନେକ ମହତ୍ତ୍ୱପୂର୍ଣ୍ଣ ସଂକେତ ଦେଇଥାନ୍ତି। ସ୍ୱପ୍ନକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ପଶୁ ଏବଂ ବସ୍ତୁ ବିଷୟରେ କହିବୁ ଯାହାକୁ ଯଦି ଆପଣ ସ୍ୱପ୍ନରେ ଦେଖିଲେ ତାହାର କିଛି ବିଶେଷ ସଂକେତ ମିଳିଥାଏ। 1. ଶିବଲିଙ୍ଗ। ସ୍ୱପ୍ନରେ ବାରମ୍ବାର ଶିବଲିଙ୍ଗ ଦେଖାଦେବା ଆପଣଙ୍କ ପୂର୍ବ ଜନ୍ମ ପ୍ରତି ଇସାରା କରିଥାଏ। ଏହାର ଅର୍ଥ ଆପଣ ପୂର୍ବ ଜନ୍ମରେ ଶିବ ଭକ୍ତ ଥିଲେ। ଏପରି ହେଲେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କର କୌଣସି ମନସ୍କାମନା ବହୁତ ଜଲଦି ପୂରଣ ହେବାକୁ ଯାଉଛି। 2. ତ୍ରିଶୂଳ। ସ୍ୱପ୍ନରେ ତ୍ରିଶୂଳ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ କହିଥାଏ। ସ୍ୱପ୍ନରେ ତ୍ରିଶୂଳ ଦେଖିବା ଅର୍ଥ ଆପଣଙ୍କର କୌଣସି ଅଟକି ରହିଥିବା କାମ ବହୁତ ଜଲଦି ଶେଷ ହେବାକୁ ଯାଉଛି। ଆପଣଙ୍କ ଭବିଷ୍ୟତରେ ମଧ୍ୟ ସୁଖ ସମୃଦ୍ଧି ଆସିବ। 3. ଚନ୍ଦ୍ରମା। ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର କୌଣସି ସମସ୍ୟାର ବହୁତ ଜଲଦି ସମାଧାନ ହେବାକୁ ଯାଉଛି। ଘରେ ଝଗଡ଼ା ହେଉଥିଲେ ତାହା ମଧ୍ୟ ଶେଷ ହେବ। 4. ଡମରୁ। ସ୍ୱପ୍ନରେ ମହାଦେବଙ୍କ ଡମରୁ ଦେଖିଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହା ଆପଣଙ୍କ ଜୀବନରୁ ନକାରାତ୍ମକତାକୁ ଦୂର କରିଦେବ ଏବଂ ଆପଣଙ୍କର ଉନ୍ନତି ହେବ। 5. ଗଙ୍ଗା ନଦୀ। ମାତା ଗଙ୍ଗା ମହାଦେବଙ୍କ ଜଟାରେ ବାସ କରନ୍ତି। ଯଦି ସ୍ୱପ୍ନରେ ଆପଣ ଏହି ନଦୀର ଦର୍ଶନ କରନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମନ ଶୁଦ୍ଧ ଏବଂ ପବିତ୍ର ଅଟେ। ଆପଣଙ୍କ ମନରେ କୌଣସି କପଟ ଏବଂ ଛନ୍ଦ ନାହିଁ। ଭଗବାନ ଶିବ ଆପଣଙ୍କ ଭକ୍ତିରେ ପ୍ରସନ୍ନ ଅଟନ୍ତି। ଯଦି ଆପଣ ସ୍ୱପ୍ନରେ ଗଙ୍ଗା ନଦୀରେ ସ୍ନାନ କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ସବୁ ପାପ ନଷ୍ଟ ହୋଇଛି ଏବଂ ଆପଣଙ୍କ ମନ ପବିତ୍ର ହୋଇଯାଇଛି। 6. ବାସୁକି ନାଗ। ସ୍ୱପ୍ନରେ ଯଦି ଆପଣ ବାସୁକି ନାଗ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ବାସୁକି ନାଗକୁ ମହାଦେବଙ୍କ ବେକରେ କିମ୍ବା ଶିବଲିଙ୍ଗରେ ଗୁଡ଼ାଇ ହୋଇ ରହିଥିବାର ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ବଡ଼ ଧନ ପ୍ରାପ୍ତି ହେବାକୁ ଯାଉଛି। 7. ହିମାଳୟ ପର୍ବତ। ଯଦି ଆପଣ ସ୍ୱପ୍ନରେ ନିଜକୁ କୌଣସି ବରଫ ପାହାଡ଼ ଉପରେ ଚଢ଼ୁଥିବାର ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଆପଣଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି। 8. ମହାଦେବଙ୍କ ତାଣ୍ଡବ ନୃତ୍ୟ। ଯଦି ଆପଣ ସ୍ୱପ୍ନରେ ମହାଦେବଙ୍କ ତାଣ୍ଡବ ନୃତ୍ୟ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କର ଶତ୍ରୁଙ୍କର ନାଶ ହେବାକୁ ଯାଉଛି।